କଥା হচ্ছে 30 তারিখে বিধানসভা স্বতন্ত্র অধিবেশন ডকা যাইছে। স্বতন্ত্র অধিবেশন ডকা যাই পারিব, রাজ্যপালଙ୍କର ক্ষমতা ଅଛି। ଆମ ସମ୍ବିଧାନର ଧାରା 174 ମୁତାବକ ସେଥିରେ ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ଦ୍ୱନ୍ଦ୍ୱ ହେଉଛି ବା ପ୍ରଶ୍ନ ହେଉଛି ଯେ କାହିଁକି ଆପଣ କହିଲେ ଶୁଣାଯାଉଛି ନୁହେଁ। ଆମର ବିଧାନସଭା ତରଫରୁ ରାଜ୍ୟପାଳଙ୍କର ନିର୍ଦ୍ଦେଶରେ ବିଧାନସଭା ସଚିବଙ୍କ ଦସ୍ତଖତରେ ଯେଉଁ ଚିଠି ଆମକୁ ଆସିଛି ସେଥିରେ କୁହାଯାଇଛି, କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କାର୍ଯ୍ୟସୂଚୀରେ ଲେଖାଯାଇଛି ଆଲୋଚନା ଗଣତନ୍ତ୍ରରେ ମହିଳା ସଶକ୍ତିକରଣ ସଂକ୍ରାନ୍ତ ଆଲୋଚନା। ତେଣୁ ଏହି ଉଦ୍ଦେଶ୍ୟରେ କେବଳ ଡକାଯାଇଛି ଦିନିକିଆ ଅଧିବେଶନ, ସ୍ୱତନ୍ତ୍ର ଆଲୋଚନା। ନବୀନ ବାବୁ ଦାବି କରିଥିଲେ ବିଧାନସଭା ଅଧିବେଶନ ଡକାଯାଉ। ନବୀନ ବାବୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାରୁ ଉଦ୍ଦେଶ୍ୟ ଥିଲା ଭିନ୍ନ। ଉଦ୍ଦେଶ୍ୟ ଥିଲା ରାଜ୍ୟର ସ୍ୱାର୍ଥ, ଉଦ୍ଦେଶ୍ୟ ଥିଲା ରାଜ୍ୟର ପ୍ରତିନିଧିତ୍ୱକୁ ଅଧିକ ଶକ୍ତିଶାଳୀ କରିବା। କିନ୍ତୁ ବର୍ତ୍ତମାନ ଇଏ ଗୋଟିଏ ପ୍ରହସନ ପାଇଁ ଅଧିବେଶନ ଡାକରା। ସେତେବେଳେ କ'ଣ ଶୁଣିଲେ? ନବୀନ ବାବୁ ମାନ୍ୟବର ବିରୋଧୀ ଦଳର ନେତା, ଜଣେ ଦୂରଦୃଷ୍ଟି ସମ୍ପନ୍ନ ପୋଖତ ରାଜନେତା, କ'ଣ କହିଲେ? କହିଲେ ଇଏ ଯେଉଁ 131ତମ ସଂଶୋଧନ ଆସୁଛି ଆଗାମୀ 2 ଦିନିଆ 16-17 ଅଧିବେଶନରେ, ସେଥିରେ ଆମର ଲୋକସଭାର ଆସନ ସଂଖ୍ୟା 850କୁ ବୃଦ୍ଧି କରାଯିବ। ବୃଦ୍ଧି କରାଗଲା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ଓଡ଼ିଶାରେ 543 ସଂଖ୍ୟା ବିଶିଷ୍ଟ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ଶତାଂଶ ହେଉଛି 3.9। ଯଦି 850କୁ ବୃଦ୍ଧି ହୁଏ ସେତେବେଳେ ଓଡ଼ିଶାର ପ୍ରତିନିଧିତ୍ୱ ଖସିଯିବ 3.9ରୁ 3.4। ତେଣୁ ଏଥିରେ ଓଡ଼ିଶାର ସ୍ୱରକୁ ଦୁର୍ବଳ କରିବା ଏବଂ ଓଡ଼ିଶାର ସ୍ୱାଭିମାନକୁ ଆଘାତ ଆଣିବା ପାଇଁ ଇଏ ହେଉଛି ଏକ ଷଡ଼ଯନ୍ତ୍ର। ୟାର ବିରୁଦ୍ଧରେ ଏକ ସ୍ୱରରେ ଏକମତ ହୋଇ ପ୍ରସ୍ତାବ ପାରିତ କରିବା ପାଇଁ ସେ ଗୃହ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କହିଥିଲେ। ଡାକିଲେ କି ସରକାର? ନା, କାରଣ ସରକାର ଚାହାନ୍ତି ନାହିଁ ଓଡ଼ିଶା ଶକ୍ତିଶାଳୀ ହଉ, ଓଡ଼ିଶାର ସ୍ୱର ଦୃଢ଼ ହଉ, ଓଡ଼ିଶାର ପ୍ରତିନିଧିତ୍ୱ ଯଥାର୍ଥରେ ଆନୁପାତିକ ହଉ। ଚାହିଁଲେ ନାହିଁ, ହେଲା ନାହିଁ। ବର୍ତ୍ତମାନ ସେମାନେ ଗୋଟେ ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହେବେ, ଯାହାଫଳରେ ସମ୍ବିଧାନ ସଂଶୋଧନ ବିଲ୍ଟି ଖାରଜ ହେଲା 2/3 ସମର୍ଥନ ଅଭାବ। ତେଣୁ ସେମାନେ ବର୍ତ୍ତମାନ ତାଙ୍କର ଏଇ ଯେଉଁ ଆଘାତରେ ସେମାନେ ବର୍ତ୍ତମାନ ବ୍ୟତିବ୍ୟସ୍ତ। ବୈଦ୍ୟୁତିକ ଆଘାତ ଲାଗିଲେ ଯେପରି ସାର୍ଟିଫିକେଟ ହୁଏ ଜଣେ, ସେ ଠିକ୍ ସେହିପରି ଭାବରେ ଇଏ ଆଘାତରେ, ବୈଦ୍ୟୁତିକ ଆଘାତ ଭଳି ସମ୍ବିଧାନ ସଂଶୋଧନ ବିଧେୟକ ପରାଜୟର ଆଘାତରେ ବର୍ତ୍ତମାନ ଶାସକ ଦଳ ସେହିପରି ଭାବରେ ସାର୍ଟିଫିକେଟ ହେଉଛି, ଦୋଷ ଠେଲିବା ପାଇଁ ବାଟ ଖୋଜୁଛି, ବିଫଳତା ଲୁଚେଇବା ପାଇଁ ମାର୍ଗ ଚାହୁଁଛି, ବିରୋଧୀ ଦଳଙ୍କୁ ସାଧାରଣରେ ଦୋଷୀ କରିବା ପାଇଁ ଷଡ଼ଯନ୍ତ୍ର କରିଛି। ସେଇଥିପାଇଁ ଡକା ହେଇଛି। ଏହା ଡାକିବାର କୌଣସି ଯଥାର୍ଥତା ନାହିଁ। ୟା ଦ୍ୱାରା ଶାଗ ସିଝିବ ନାହିଁ। ଇଏ ଏକ ନିଷ୍ଫଳ ପ୍ରୟାସ। ଇଏ ହେଉଛି ମାନେ ଆତ୍ମବଡ଼ିମା ତ ନୁହେଁ, ଏ ଯେଉଁ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଅବିଚାର ଜନିତ ଜନ ଆକ୍ରୋଶରୁ ନିଜକୁ ମୁକ୍ତି ଦେବା ପାଇଁ ଇଏ ଏକ ପ୍ରୟାସ, ଏକ ହୀନ ପ୍ରୟାସ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ସତ୍ସାହସ ଅଛି ତ 23 ମସିହାରେ ପାରିତ ବିଲ୍କୁ ଆଣ ସଂଶୋଧନ କରି 2029ରେ ମହିଳାଙ୍କ ପାଇଁ 1/3 ଆସନ ସଂରକ୍ଷଣ କର। ଅଛି আমার আহ্বান, বিরোধী দলের আহ্বান, বিজেডির আহ্বান, নবীন আহ্বান, ওড়িশাবাসীর আহ্বান ଅଛି। হিম্মত ଅଛି ତ ତାହା ଆଣ। କେନ୍ଦ୍ରରେ ବିଜେପି ଆଣୁ, ରାଜ୍ୟରେ ତ ସେ ବିଲ୍ ଆସିପାରିବ ନାହିଁ। ଆଣୁ 2023ରେ ପାରିତ ହୋଇଥିବା ବିଲ୍କୁ ସଂଶୋଧନ କରାଯାଉ, ଯାହାଫଳରେ 29 ମସିହାରେ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ ହୋଇପାରିବ ଏବଂ 1/3 ଆସନ ମହିଳାମାନଙ୍କ ପାଇଁ ସଂରକ୍ଷଣ ସମ୍ଭବ ହେବ। ମହିଳା ସଶକ୍ତିକରଣ ବାସ୍ତବାୟିତ ହେବ। এই প্রহসন ପାଇଁ କାହିଁକି